वेलकम पिला माने तेणु करी आज सेशन को तुम मान स्वागत जनाऊँगी। तेणु करी आज आम दशम श्रेणी षष्ठ अध्याय 6 नंबर चैप्टर जहाँ ना है आलोकर प्रतिफलन और प्रतिसरण ता विषय आम आलोचना करिया। डेरी न करी आम चल विषय को स्टार्ट करिया। तो प्रथमे आम कौन करिया ना बुझा जे चैप्टर ना कौन रहा आउ ताको आम पढ़ा कहीं पढ़िले आम कौन कौन फायदा जापर ଆଉ କାହିଁକି ଦଶମ ଶ୍ରେଣୀରେ ଏଇ ଚାପ୍ଟରଟି ଆସିଛି ତାକୁ ଚାଲ ଏବେ ଆଲୋଚନା କରିବା। ତାହେଲେ ପ୍ରଥମ ରହିଲା କଣ ଆଲୋକ। ପ୍ରଥମ ଚାପ୍ଟର ନାଁ ରହିଲା କଣ ଆଲୋକ। ତାହେଲେ ଆଲୋକ କହିଲେ କଣ ବୁଝ? ପ୍ରଥମ କ୍ୱେଶ୍ଚିନ୍ ହେଲା ଆଲୋକ କହିଲେ କଣ ବୁଝ? ଆଲୋକ ଯାହାକୁ ଆମେ ଲାଇଟ୍ ମଧ୍ୟ କହିଥାଉ, ଯାହାକୁ ଆମେ କଣ କହିଥାଉ ଲାଇଟ୍ ମଧ୍ୟ କହିଥାଉ। ତାହେଲେ ଲାଇଟ୍ ବା ଆଲୋକ କହିଲେ ପ୍ରଥମେ କଣ ବୁଝ ତାକୁ ଚାଲ ଆଲୋଚନା। ତେଣୁ ତମେମାନେ ସମସ୍ତେ ଜାଣିଛ ଯେ ଆଲୋକ କଣ ନା କୌଣସି ବସ୍ତୁକୁ ବା କୌଣସି ଏକ ପଦାର୍ଥକୁ ଦେଖିବା ନିମନ୍ତେ ଆମେ ଯାହାର ବ୍ୟବହାର କରିଥାଉ ତାକୁ ହିଁ ଆଲୋକ କହିଥାଉ। ଯେମିତି ସୂର୍ଯ୍ୟାଲୋକ ପଡ଼ିବା ଦ୍ୱାରା ଆମେ କଣ କରୁଛୁ ଚତୁଃପାର୍ଶ୍ୱରେ ଥିବା ସମସ୍ତ ବସ୍ତୁ ସମସ୍ତ ପଦାର୍ଥ ଘର ଆଦି ମାନଙ୍କୁ ଦେଖିପାରୁଛୁ। ସେହିପରି ରୂପରେ ଘରର ଆଲୋକ ଜଳିଲେ ବା ଲାଇଟ୍ ଜଳିଲେ ଆମେ କଣ କରୁଛୁ ଅନ୍ଧାରରେ ଘର ଭିତର ବସ୍ତୁ ମାନଙ୍କୁ ଦେଖିପାରୁଛୁ। ତେଣୁକରି ଆଲୋକ ଏକ ଉତ୍ସ ଯାହା ଦ୍ୱାରା ଆମେ ଅନ୍ୟ ପଦାର୍ଥକୁ ଦେଖିବା ପାଇଁ ସାହାଯ୍ୟ ହୋଇଥାଏ, ତାକୁ ହିଁ ଆଲୋକ କୁହାଯାଏ। ଏବଂ ଆଲୋକ ମଧ୍ୟ ଏକ ଶକ୍ତି ଅଟେ। ଏଠାରେ କ୍ୱେଶ୍ଚିନ୍ ଆସିବ ଯେ ଆଲୋକକୁ ଶକ୍ତି କାହିଁକି କୁହାଯିବ? ଦେଖ ପିଲାମାନେ, ଆଲୋକକୁ ଶକ୍ତି କାହିଁକି କୁହାଯିବ? କାରଣ ଦେଖ ସୂର୍ଯ୍ୟାଲୋକ ଯେତେବେଳେ ପଡୁଛି ତାକୁ ଆମେ କଣ କରୁଛେ ବିଦ୍ୟୁତ ଶକ୍ତିରେ ସୌର ଚୁଲା ବା ସୌର ପ୍ୟାନେଲରେ ଆମେ ତାକୁ ବିଦ୍ୟୁତ ଶକ୍ତିରେ କନଭର୍ଟ କରି ବା ପରିବର୍ତ୍ତନ କରି ଆମେ ବଲ୍ବ ଗୁଡ଼ିକୁ ଜଳଉଛେ। ତୁମେ ଦେଖିପାରିବ ରାସ୍ତା କଡ଼ରେ ଯୋଉ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଦ୍ଵାରା ଯୋଉ ପ୍ରକଳ୍ପ କରାଯାଇଛି, ଯୋଉ ବଲ୍ବ ଗୁଡ଼ିକ କହନ୍ତି ସୂର୍ଯ୍ୟାଲୋକରେ କହନ୍ତି ଚାର୍ଜ ହଉଛି ଓ ରାତିରେ ଜଳୁଛି। ତେଣୁକରି ଏହା ସୌର ଶକ୍ତିରୁ ବିଦ୍ୟୁତ ଶକ୍ତିରେ କନଭର୍ଟ ହଉଛି। ତାହେଲେ ଆଲୋକକୁ ଆମେ ଶକ୍ତି ବୋଲି କହିପାରିବା। ଠିକ ଅଛି, ତେଣୁକରି ଚାଲ ଯିବା ଏବେ ଆଲୋଚନା କରିବା। ତାହେଲେ ପ୍ରଥମ ପଏଣ୍ଟ ଆସିଲା କଣ ଯେ ଆଲୋକ ଆମକୁ କୌଣସି ବସ୍ତୁକୁ ଦେଖିବାରେ ସାହାଯ୍ୟ କରିଥାଏ। ସେକେଣ୍ଡ ପଏଣ୍ଟ କଣ ଆସିଲା? ଆଲୋକ ଏକ ଶକ୍ତିର ଉତ୍ସ ଅଟେ। ଠିକ, ତାହେଲେ ଆମେ ଏଇ ଦିଟା ଜିନିଷ ଜାଣିପାରିବା ଆଲୋକ ବିଷୟରେ। ଚାଲ ଏବେ ଜାଣିବା ଯେ ଆଲୋକର ପ୍ରତିଫଳନ କଣ। ତାହେଲେ ଆର ପେଜକୁ ଯିବା ଆଉ ତା ବିଷୟରେ ତାହେଲେ କଣ ଦେଖିବା? ଆଲୋକର ପ୍ରତିଫଳନ। ତାହେଲେ କଣ ଆଲୋକର ପ୍ରତିଫଳନ? ଦେଖ ପିଲାମାନେ, ଆଲୋକ କୌଣସି ଏକ ବସ୍ତୁ ଉପରେ ପଡ଼ି ଫେରି ଆସିବାକୁ କଣ କୁହାଯାଏ? ପ୍ରତିଫଳନ। ଯେଉଁପରି ରୂପେ ତୁମେ କାନ୍ଥକୁ ବଲଟି ପକାଅ, ବଲଟି କଣ ମାଡ଼ ହେଲା ପରେ ତୁମ ଆଡକୁ ଫେରି ଆସୁଛି, ତାହେଲେ କଣ କହନ୍ତି? ପ୍ରତିଫଳନ। ସେହିପରି ରୂପରେ ଆଲୋକ କଣ କରୁଛି? କୌଣସି ଏକ ବସ୍ତୁ ଉପରେ ପଡୁଛି ଆଉ ଫେରି ଆସି ଆମ ଆଖିରେ ପଡୁଛି ପିଲାମାନେ। ତେଣୁ କରି ଆମେ
ସେଇ ବସ୍ତୁଟିକୁ ଦେଖିପାରୁଛ। ତୁମେ ଅନ୍ଧାର ଘରରେ ଯେତେବେଳେ ଯାଉଛ କୌଣସି ବସ୍ତୁ ଖୋଜିବା ପାଇଁ ବା କୌଣସି ଜିନିଷ ଖୋଜିବା ପାଇଁ, ତାହେଲେ କଣ କରୁଛ? ତୁମ ଆଖି ଉପରେ ଟର୍ଚ୍ଚ ପକଉଛ କି? ନାହିଁ ପିଲାମାନେ, ଟର୍ଚ୍ଚ ଲାଇଟଟି ସେ ବସ୍ତୁ ଉପରେ ପକଉଛ, ଯାହା ଫଳରେ ତୁମେ ସେ ବସ୍ତୁକୁ ଦେଖିପାରୁଛ। ଏହା କିପରି ହଉଛି ପିଲାମାନେ? ଏଇ ଆଲୋକଟି ବା ଟର୍ଚ୍ଚର ଆଲୋକଟି, ଧର ଟର୍ଚ୍ଚ ଏଇଟା ହେଲା, ଟର୍ଚ୍ଚ ଭିତରୁ ବାହାରୁଥିବା ଆଲୋକ ଗୁଡ଼ିକ କଣ ହଉଛି, ଥିବା ବସ୍ତୁ ଉପରେ ପଡୁଛି, ଏମିତି ବସ୍ତୁ ଉପରେ ପଡୁଛି ଏବଂ ଏଇ ବସ୍ତୁ ଉପରେ ପଡିଲା ପରେ ପୁଣି ଫେରିଯାଇ ତୁମର ଚକ୍ଷୁ ଉପରେ, ତୁମର ଆଖି ଉପରେ ପଡୁଛି ପିଲାମାନେ, ଆଲୋକର ଏଇ ରଶ୍ମିଟି। ଏଇଟା କଣ ପିଲାମାନେ? ଆଲୋକ ରଶ୍ମି, ଯାହା ଫଳରେ ତୁମେ ସେ ବସ୍ତୁଟିକୁ ଦେଖିପାରୁଛ ପିଲା। ୟାକୁ ହିଁ କଣ କହନ୍ତି? ଆଲୋକର ପ୍ରତିଫଳନ। ଏବେ ଆଲୋକର ପ୍ରତିଫଳନ କହିଲେ କଣ ଲେଖିଦବା? ଆଲୋକ କୌଣସି ବସ୍ତୁ ଉପରେ ପଡ଼ି ଫେରି ଆସିବାକୁ ଆଲୋକର ଫଳନ କୁହାଯାଏ। ବୁଝିହେଲା ପିଲାମାନେ? ଆଲୋକର ପ୍ରତିଫଳନ ଆକୁ ହିଁ କୁହାଯାଏ। ଠିକ ଅଛି ପିଲାମାନେ? ଏବେ ଏବେ ଚାଲ এই ପ୍ରତିଫଳନର କଣ ଅଛି ନା ଦୁଇଟି ନିୟମ ଅଛି। କଣ ଅଛି ପିଲାମାନେ? ଦୁଇଟି ନିୟମ ଅଛି। ଚାଲ ଆର ପେଜରେ ତାକୁ ଆଲୋଚନା କରିବା। ଏଠି ଲେଖିଦିଅ ଆଗକୁ। ଠିକ ଅଛି? ଦେଖ, ଏଇଠି ମୁଁ ଗୋଟେ ଚିତ୍ର କରିଦଉଛି। ସବୁବେଳେ ତୁମେ ଯେତେବେଳେ ଚିତ୍ର କରିବ, ସବୁବେଳେ ଖାତାର ଏମିତି ଡାହାଣ ପଟେ ଚିତ୍ର କରିବାକୁ ତୁମେ ଚେଷ୍ଟା କର। ଠିକ ଅଛି ପିଲାମାନେ? ପିଲାମାନେ ତାହେଲେ ଏଗୁଡିକ କଣ କଣ? ଏଇଟା କଣ ତାକୁ ମୁଁ ଏଠି ଲେଖି ଦଉଛି ପିଲାମାନେ। ଏଇଟା ଭିତରେ କଣ ଏଇଗୁଡିକ କଥା, ଆଉ ଏଗୁଡିକ କଣ ଆ ବିଷୟରେ ମୁଁ ଲେଖି ଦଉଛି। ପିଲାମାନେ ଏଇଟା ହେଲା ଦର୍ପଣ, ଏଇଟା ହେଲା ଦର୍ପଣ, ଏଗୁଡିକ ହେଲା ଦର୍ପଣ। ଏଇଟା ହେଲା ଆସୁଛି, ଏଇଟା ଗୋଟେ ରଶ୍ମି, ଏଇଟା କଣ ହଉଛି? ରଶ୍ମି ଆସୁଛି। ଏଇଟା ହେଲା ଆପତିତ ରଶ୍ମି। ଏଇଟା ହେଲା ଯାଉଛି ପିଲାମାନେ ୟାଡୁ ଡିରେକ୍ସନ, ରଶ୍ମି। ଏଇଟା ହେଲା ଅଭିଲମ୍ବ, ଅଭିଲମ୍ବ। ଠିକ, ଏଇଠି ଆସି ଏ ପଡୁଛି। ଠିକ ଅଛି? ଦର୍ପଣ। ପିଲାମାନେ ସ୍କ୍ରାଚ ପଏଣ୍ଟ ମାନେ କଣ? ସ୍କ୍ରାଚ ପଏଣ୍ଟ ଦେଖାଇନି, ଏମିତି ଗାର ଗାର ଅଛି, ଏଇଠି ଗାର ଗାର ଗୁରା ଅଛି। ଏଗୁଡିକ ହେଲା କଣ? ହେଲା ଦର୍ପଣର ପଛପଟ, ଯୋଉ ପଟେ ଦର୍ପଣ ଦେଖାଯିବନି। ତେଣୁକରି ଯେତେବେଳେ ଚିତ୍ର କରିବ ପିଲାମାନେ, ଦର୍ପଣ ପଛପଟକୁ ଏମିତି ସ୍କ୍ରାଚିଂ କରିବ, ଯାହା ଫଳରେ ଏପଟ ଦେଖାଯିବନି, ଏପଟ ପ୍ଲେନ ପଟେ ହିଁ ଦର୍ପଣ ଦେଖାଯାଏ। ଠିକ ଅଛି? ତେଣୁକରି ପିଲାମାନେ ଏଇ ଚିତ୍ରରେ ମୁଁ ଯାହା ଯାହା କରିଛି ତାକୁ ଲେଖି ଦଉଛି। ପିଲାମାନେ ଆପତିତ ରଶ୍ମି, ଏଇ ରଶ୍ମି କଣ ନା, ଯୋଉଟା ଆସୁଛି ଦର୍ପଣ ଆଡକୁ ଆସୁଥିବା ରଶ୍ମି। ଦର୍ପଣ ତାପରେ ଆସିଲା ପ୍ରତିଫଳିତ ରଶ୍ମି। ପ୍ରତିଫଳିତ ରଶ୍ମି ମାନେ ଦର୍ପଣରୁ ମାଡ଼ ହେଇକି ଯୋଉଟା ଯାଉଛି, ଦର୍ପଣରୁ ଫେରୁଥିବା ଥିବା ରଶ୍ମିକୁ କଣ କୁହାଯାଏ? ପ୍ରତିଫଳିତ ରଶ୍ମି। ଆଉ ଏ ଜାଗା ନେଇ ଏଇଠି ଲେଖି ଦଉଛି। ଅଭିଲମ୍ବ କହିଲେ
ଯାହା ଦର୍ପଣ ସହ ଲମ୍ବ ଅଟେ। ଲମ୍ବ ଅଟେ। କଣ ଲମ୍ବ ଅଟେ ମାନେ କଣ? ଏଇ ଅଭିଲମ୍ବଟି ଦର୍ପଣ ସହ ଏଠି କେତେ ଡିଗ୍ରୀ କରୁଛି ପିଲାମାନେ? 90 ଡିଗ୍ରୀ କରୁଛି। ତେଣୁକରି ତାକୁ ହିଁ କୁହାଯାଏ ଅଭିଲମ୍ବ। ତୁମେ ଜାଣିଛ ପିଲାମାନେ, ତୁମେ ଯେତିକି ଆଙ୍ଗେଲରେ ଏଇ ରଶ୍ମିଟିକୁ ପକେଇବ, ସେ ସେତିକି ଆଙ୍ଗେଲରେ ଏଇଟା ବାହାରିକି ଯିବ ନା ନାଇଁ? ତେଣୁକରି ବଲକୁ ତୁମେ କାନ୍ଥକୁ ସିଧା ପକେଇବ, ଯଦି ସିଧା ଆସିବ। ସେପଟେ ବଙ୍କା ମାରିବ ମାନେ ସେମିତି ବଙ୍କା ହିଁ ଯିବ। ସେହିପରି ରୂପରେ ରଶ୍ମି ମଧ୍ୟ ବା ଆଲୋକ ମଧ୍ୟ ଏହିପରି ରୂପେ। ଠିକ ଅଛି ପିଲାମାନେ। ଆଉ ପିଲାମାନେ ଆପତିତ ରଶ୍ମି ଆଉ ଅଭିଲମ୍ବ ଭିତରେ ଯୋଉ ଆଙ୍ଗେଲ ରହେ, ଯୋଉ କୋଣ ରହେ, ତାକୁ ଆଇ ସିମ୍ବଲ ଦ୍ୱାରା ଡିନୋଟେଡ୍। ଆଉ ପ୍ରତିଫଳିତ ରଶ୍ମି ଆଉ ଅଭିଲମ୍ବ ଭିତରେ ଯୋଉ ଆଙ୍ଗେଲ ବା କୋଣ ରହେ, ତାକୁ ସ୍ମଲ ଆର ଦ୍ୱାରା ଡିନୋଟେଡ୍ କରାଯାଏ ବା ଦର୍ଶାଯାଏ। ବୁଝିହେଲା? ତେଣୁକରି ଆକୁ ଏଇ ଆର କୁ କଣ କହନ୍ତି ପିଲାମାନେ? ଏଠି ଲେଖି ଦଉଛି, ପ୍ରତିଫଳନ କୋଣ। କୋଣ ଆଉ ୟାକୁ କଣ କୁହାଯାଏ? ଆଇ କୁ ଆପତିତ କୋଣ। ଠିକ ବୁଝିହେଲା ବଂଶ? ତାହେଲେ ଆମେ କୋଉଟାକୁ କଣ କୁହାଯାଏ ତୁମେ ଲେଖିଦେଇଛ ଏଗୁଡିକ, ତେଣୁକରି ଏଗୁଡିକ ପାର୍ଟକୁ ଲିଭେଇ ଦଉଛି। ଠିକ ଅଛି, ଲିଭେଇ ଦଉଛି। ତେଣୁକରି ପ୍ରଥମ ନିୟମ ଆସିଲା କଣ? ଦର୍ପଣର ପ୍ରତିଫଳନ। ତାହେଲେ ଆଲୋକର ପ୍ରତିଫଳନ, ଏଇଟା ପଢୁଥିଲେ ପିଲାମାନେ। ଏଇ ପ୍ରତିଫଳନର ପ୍ରଥମ ନିୟମ, ଏଇ ପ୍ରତିଫଳନର ପ୍ରଥମ ନିୟମ। ଠିକ ଅଛି, ତାହେଲେ ପ୍ରଥମ ନିୟମ କଣ କହିଲା? ପ୍ରଥମ ନିୟମ କହୁଅଛି ଯେ ଆପତନ କୋଣ ଓ କଣ କହିଲା? ଆପତନ କୋଣ ସମାନ ହେବ କାହା ସହିତ? ନା ପ୍ରତିଫଳନ କୋଣ ସହିତ। ପ୍ରତିଫଳନ କୋଣ। ବୁଝିହେଲା ପିଲାମାନେ? ମାନେ I ଇଜ ଇକ୍ୱାଲ ଟୁ ଆର। I ଇକ୍ୱାଲ ଟୁ ଆର ପିଲାମାନେ। ଠିକ ଅଛି ପିଲାମାନେ? ତେଣୁକରି କଣ କହିଲା? ଆର ମାନେ ହେଲା, ଦେଖ ଏଇ ଯୋଉ ଚିତ୍ରରେ I କୋଣଟି ଯେତିକି ହବ, ଆର କୋଣଟି ସେତିକି ହବ। ପିଲାମାନେ ତୁମେ ମାନେ ମଧ୍ୟ ଘରେ ପରୀକ୍ଷା କରିପାରିବ। କେଉଁପରି ରୂପରେ? ନା ତୁମେ କଣ କରିବ? ଲାଇଟକୁ ଗୋଟିଏ ମିରର ଉପରେ ବା ଦର୍ପଣ ଉପରେ ପକେଇବ, ଯୋଉ ଦର୍ପଣ ତୁମେ ମୁହଁ ଦେଖୁଛ। ଠିକ ଅଛି, ସେଇ ଦର୍ପଣ ଦେଖିବ ବଙ୍କେଇକି ପକେଇବ, ଦେଖିବ ବଙ୍କା ବାହାରିବ। ସିଧା ପକେଇବ, ଦେଖିବ ତୁମରି ସିଧାରେ ସେ ଲାଇଟଟି ଫେରିବ। କେମିତି ଜାଣିବ ପିଲାମାନେ ସିଧା ଫେରୁଛି? ତୋ ପାଖରେ ଯଦି ଲେଜର ଲାଇଟ ଥିବ, ତାହେଲେ ତୁମେ ବଢିଆ କି ପାଥେ ଜାଣିପାରିବ। ବ୍ୟସ୍ତ ହୁଅନି ପିଲାମାନେ, ଆ ସହିତ ଆମେ ଆଟାଚ କରିକି ନିଶ୍ଚିନ୍ତ ସେଇ ପରୀକ୍ଷାଟି ଚେଷ୍ଟା କରିବା ଆପଣ ତମମାନଙ୍କୁ ପ୍ରଦାନ କରିବା ନିମନ୍ତେ। ଠିକ ଅଛି, ତେବେ ଏଇଟା ହେଲା ପ୍ରଥମ ନିୟମ। ଲେଖିଦେଲ ପିଲାମାନେ। ଆଗକୁ ଯିବା, ଆକୁ ଲିଭେଇକି ସେକେଣ୍ଡ ନିୟମ ଲେଖିବା। ଠିକ ଅଛି, ଲିଭେଇ ଦଉଛି। ତାପରେ ଆସିଲା ଦ୍ଵିତୀୟ ନିୟମ। ଦ୍ଵିତୀୟ ନିୟମ କଣ କହୁଛି ପିଲାମାନେ? ଦ୍ଵିତୀୟ ନିୟମ କହେ ଆପତିତ ରଶ୍ମି ପ୍ରତିଫଳିତ ରଶ୍ମି ଓ ଅବିଲମ୍ବ ଏକ ସମତଳରେ ସ୍ଥାନ କରନ୍ତି। ଅବସ୍ଥାନ କରନ୍ତି। ଆର ଅର୍ଥ କଣ?
ପିଲାମାନେ ଯୋଉ ଆସୁଛି ଆପତିତ ରଶ୍ମି ଏଇଟା ଏଇଠି ଆଉ ଗୋଟେ ଯାଉଛି ପ୍ରତିଫଳିତ ରଶ୍ମି ଆଉ ଅଭିଲମ୍ବ ପିଲାମାନେ ଏଇଟିକ ସବୁ ଯାକ ଗୋଟିଏ ସମତଳ ଅବସ୍ଥା। ସମତଳ କହିଲେ ଗୋଟିଏ ବ୍ଲାକବୋର୍ଡ ର ପୃଷ୍ଠ ହଉ, ଗୋଟିଏ ସ୍କ୍ରିନ ର ପୃଷ୍ଠ ହଉ, ଗୋଟିଏ ତୁମେ ଯୋଉଠି ଚାଲୁଛ ତା ଉପରେ ହଉ ବା ଗୋଟେ ପେପର ଉପରେ ହଉ, ତୁମେ ଏଇ ଚିତ୍ରଟି କରିପାରିବ ନା କରିପାରିବନି ପିଲାମାନେ? ଗୋଟେ ପେପରରେ ତୁମ ତାକୁ ହିଁ କୁହାଯାଏ ସମତଳ। ତେଣୁକରି ସମସ୍ତ ଚିତ୍ର ଏହି ପେପର ଉପରେ କରିପାରୁଥିବାରୁ ଦ୍ୱିତୀୟ ନିୟମ ସେଇଆ କହିଥାଏ। ଆପତିତ ରଶ୍ମି, ପ୍ରତିଫଳିତ ରଶ୍ମି, ଅଭିଲମ୍ବ ଏକ ସମତଳ ଉପରେ ଅବସ୍ଥିତ ଅଟନ୍ତି। ଠିକ ଅଛି ପିଲାମାନେ? ତେଣୁକରି ଏଇଟା ହେଲା ଆଲୋକର ପ୍ରତିଫଳନର ଦ୍ୱିତୀୟ ନିୟମ। ଠିକ ଅଛି ପିଲାମାନେ? ଆଗକୁ ଯିବା ଲିଭେଇବା। ଠିକ ତାହେଲେ ଆର ପେଜରେ ଆମେ କଣ ଆଲୋଚନା କରିବା ନା ଦର୍ପଣ ବିଷୟ। କଣ ବିଷୟରେ ପିଲାମାନେ? ଦର୍ପଣ ବିଷୟରେ। ଦର୍ପଣର ପ୍ରକାର ଭେଦ। ପ୍ରକାର ଭେଦ କଣ କେତେ ପ୍ରକାର ପିଲାମାନେ ଭୋଦ ହେଇଗଲା ତାକୁ ଆମେ ଲିଭେଇ ଦବା। ଭେଦ ଠିକ ତାହେଲେ ପିଲାମାନେ ଦର୍ପଣ ମୁଖ୍ୟତଃ ଦୁଇ ପ୍ରକାର। ଏକ ହେଲା ସମତଳ ଦର୍ପଣ, ଦ୍ୱିତୀୟରେ ହେଲା ବର୍ତ୍ତୁଳା କାର ଦର୍ପଣ। ତାହେଲେ ପ୍ରଥମେ ଦେଖିବା ସମତଳ ଦର୍ପଣ କଣ? ପିଲାମାନେ ସମତଳ ଦର୍ପଣ କହିଲେ ତୁମେ ଘରେ ଯୋଉ ଦର୍ପଣକୁ ବ୍ୟବହାର କରୁଛ ମୁହଁ ଦେଖିବା ନିମନ୍ତେ ବା ଘରେ ଘରେ ଯୋଉ ଦର୍ପଣ ଅଛି ତୁମର ତାକୁ ହିଁ କୁହାଯାଏ ସମତଳ ଦର୍ପଣ। ଆଉ ବର୍ତ୍ତୁଳାକାର ଦର୍ପଣ କଣ ନା ଗାଡି ମାନଙ୍କରେ ଦେଖିଥିବ ଗାଡି ମିରରେ ଯୋଉ କାଚ ଲଗାଯାଏ ବା ଡେଣ୍ଟିଷ୍ଟ ମାନେ ବା ଦାନ୍ତ ଚିକିତ୍ସକ ମାନେ ଯୋଉ ଦର୍ପଣର ବ୍ୟବହାର କରନ୍ତି ତୁମ ଦାନ୍ତକୁ ଦେଖିବା ନିମନ୍ତେ ସେଇ ଦର୍ପଣ ମାନଙ୍କୁ ବର୍ତ୍ତୁଳାକାର ଦର୍ପଣ। ଠିକ ଅଛି ପିଲାମାନେ? ତାହେଲେ ସମତଳ ଦର୍ପଣର କିଛି ଗୁଣ ବିଷୟରେ ଆଲୋଚନା କରିବା। ଏ ଲେଖି ଦଉଛି ସମତଳ ଦର୍ପଣ କିଛି ଗୁଣ। ସମତଳ ଦର୍ପଣରେ ଗୁଣ ମାନେ କଣ? ସମତଳ ଦର୍ପଣରେ ସୃଷ୍ଟି ହେଉଥିବା ପ୍ରତିବିମ୍ବର ଗୁଣ। ପ୍ରତିବିମ୍ବର ଗୁଣ ପିଲାମାନେ ତାହେଲେ ପ୍ରତିବିମ୍ବର ଗୁଣ କଣ? ପ୍ରଥମ ପଏଣ୍ଟ କହିଲା ସମତଳ ଦର୍ପଣରେ ସୃଷ୍ଟି ହେଉଥିବା ପ୍ରତିବିମ୍ବ ର ଆକାର ଯାହା ପ୍ରତିବିମ୍ବ ର ଆକାର ବସ୍ତୁର ଆକାର ସହ ସମାନ ହୋଇଥାଏ ନା ନାଇଁ? ତୁମେ ଯେତିକି ବଡ ତୁମର ଫେସ୍ ଟି ସେତିକି ବଡ ସୃଷ୍ଟି ହୁଏ ନା ନାଇଁ? ତେଣୁକରି ଏହା ହେଲା ପ୍ରଥମ ପଏଣ୍ଟ। ବସ୍ତୁର ଆକାର ପ୍ରତିବିମ୍ବର ଆକାର ସମାନ ଅଟେ। ସେକେଣ୍ଡ ପଏଣ୍ଟ କହିଲା ପ୍ରତିବିମ୍ବର ତା ଇକ୍ୱାଲ ଟୁ ବସ୍ତୁର ଦୂରତା। କାଠାରୁ ନା ଦର୍ପଣ ଠାରୁ। ଦର୍ପଣ ପିଲାମାନେ ଦର୍ପଣ ରେ ଯେତିକି ଦୂରରେ ତୁମେ ଠିଆ ହେଇକି ନିଜ ମୁହଁକୁ ଦେଖିବ ସେତେ ଦର୍ପଣ ଭିତରେ ସେତେ ପଛରେ କଣ ହୁଏ? ପ୍ରତିବିମ୍ବ ସୃଷ୍ଟି ହୁଏ। ତୁମେ ଯଦି ଆଗକୁ ଆଗକୁ ଯିବ ଦେଖ ପ୍ରତିବିମ୍ବଟି ତୁମ ଆଡକୁ ମଧ୍ୟ ଆସିବାକୁ ଲାଗିବ। ସେ ପାଖାପାଖି ଦର୍ପଣ ପାଖାପାଖି ନା ନାଇଁ? ରହିଥାଏ ନା ନାଇଁ? ଏହା ହେଲା ଦ୍ଵିତୀୟ ପଏଣ୍ଟ। ପାଖ ଚିତ୍ରରେ ଦେଖିପାରୁଥିବ। ଠିକ ଅଛି। ଥାର୍ଡ ପଏଣ୍ଟ କଣ କହିଲା? ପ୍ରତିବିମ୍ବଟି ଆଭାସୀ ଓ ସଳଖ ଅଟେ। ପିଲାମାନେ ଆଭାସୀ ମାନେ ତାକୁ ଆମେ ପ୍ରତିବିମ୍ବକୁ ଛୁଇଁ ପାରିବା କି? ଛୁଇଁ ପାରିବା ନାହିଁ। ଛୁଇଁ ନ ପାରିବାକୁ କହନ୍ତି ଆଭାସୀ। ସଳଖ ମାନେ ସିଧା ମାନେ କଣ? ତୁମର ଅବଜେକ୍ଟ କିନ୍ତୁ ତୁମେ ଯେମିତି ଠିଆ ହେଇଥାଅ ତୁମ ଗୋଡ ତଳେ ମୁଣ୍ଡ ଉପରେ ସେଇପରି ରୂପରେ ପ୍ରତିବିମ୍ବରେ ମଧ୍ୟ ମୁଣ୍ଡ ଉପରେ ଗୋଡ ତଳେ ରହିଥାଏ।
याକୁ कहती आभासी और सरल। चतुर्थ पॉइंट कौन कहला? कौन कहला? पार्श्व परिवर्ती। पार्श्व परिवर्ती। ठीक अच्छे। पार्श्व परिवर्ती माने तुम डाण हाथ बाम हाथ ठीक अच्छे। पार्श्व परिवर्ती कहले डाण हाथ बाम हाथ देखा बाम हाथ डाण हाथ ना नहीं तुम्हें देखुन दर्पण जो देखिब तुम हाथ टेकिब डाहाण से बाम हाथ भाया देखा या कहते पार्श्व परिवर्तन। ठीक अच्छे पिला माने ଏହାକୁ ଏଇଗୁଡ଼ିକ ହେଲା ସମତଳ ଦର୍ପଣର ଗୁଣ ଗୁଡ଼ିକ। ଠିକ ଅଛି ପିଲାମାନେ ନୋଟ ଆଉଟ୍ କରିଦିଅ। ତାପରେ ସେକେଣ୍ଡରେ ଆସିଲା ଆମର ବର୍ତ୍ତୁଳାକାର ଦର୍ପଣ। ବର୍ତ୍ତୁଳାକାର ଦର୍ପଣକୁ ପିଲାମାନେ ବର୍ତ୍ତୁଳାକାର ଦର୍ପଣ କାହିଁକି କୁହାଯାଏ? କାରଣ ଏକ ବର୍ତ୍ତୁଳାକାର କାଚ ମଧ୍ୟରୁ ତିଆରି କରାଯାଇଥାଏ। ମାନେ ସର୍କୁଲାର ଗୋଲିଆ କାଚ ମଧ୍ୟରୁ ତିଆରି କରାଯାଇଥାଏ। ତେଣୁକରି ଏହା ଦୁଇ ପ୍ରକାରର। ଏକରେ ହେଲା ଗୋଟେ ହେଲା ଆମର ଅବତଳ, ସେକେଣ୍ଡରେ ହେଲା ଉତ୍ତଳ। ଠିକ ଅଛି। ତେଣୁକରି ଗୋଟେ ହେଲା ଉତ୍ତଳ, ସେକେଣ୍ଡ ହେଲା ଅବତଳ ଦର୍ପଣ। ତେଣୁକରି ଏଇଠି ଚିତ୍ର ମଧ୍ୟ କରିଦଉଛି। ଅବତଳ ଦର୍ପଣଟି କିପରି ହୋଇଥାଏ ନା ଏଇପରି ଯୋଉଟା ଭିତରକୁ ପଶି ଯାଇଥିବ। ବୁଝିପାରିଲ? ଯେମିତି ଚାମଚର ଦେଖ ଏପଟଟା ଦେଖାଯାଉନି, ଭିତର ପଟଟା କଣ ହବ ଦେଖିବା ପାଇଁ ସାହାଯ୍ୟ ହେଉଥିବ, ତାକୁ କହିବେ ଅବତଳ। ଉତ୍ତଳ କହିଲେ ଯାହାର ବାହାର ପଟ ଯୋଉଟା ବଲଜିଂ ସାଇଡ ଯୋଉଟା ବାହାର ପଟଟା ଦେଖାଯାଉଥିବ, ମୁହଁ ଦେଖିବାରେ ସାହାଯ୍ୟ ହୁଏ, ସେଇଟା କଣ କହିବି ଉତ୍ତଳ। ଠିକ ଅଛି। ତେଣୁକରି ଅବଜେକ୍ଟ ଏଇଠି ଠିଆ ହେଲେ ଏଇପଟେ ଦେଖାଯାଉଥିବ, ତେଣୁକରି ତାକୁ କହିବି ଅବତଳ। ସେଇପଟେ ଅବଜେକ୍ଟ ଏଇଠି ଠିଆ ହେଲେ ଯଦି ଏମିତି ଦେଖାଯାଉଛି ତା ମୁହଁ ଏଇପଟେ ଦେଖାଯାଉଥିବ, ଏପଟେ ଠିଆ ହେଲେ ଦେଖାଯିବ ନାହିଁ ପିଲାମାନେ ମୁହଁ, ତାକୁ ଉତ୍ତଳ ଦର୍ପଣ କହିବେ। ଠିକ ଅଛି ପିଲାମାନେ, ଆଗକୁ ଯିବା। ଏବେ ଦର୍ପଣର କିଛି ପଏଣ୍ଟ ଗୁଡିକ ବିଷୟରେ ଜାଣେ। କଣ ଜାଣିବେ? ଚାଲ ଆର ପେଜ ଦେଖ। ମୁଁ ଧର ଗୋଟେ ଅବତଳ ଦର୍ପଣ ଏମିତି କରିଦଉଛି। ଠିକ ଅଛି, ଏମିତି କରିଦଉଛି। ଠିକ ପିଲାମାନେ ଗୋଲିଆ ହବ, କଲାବେଳେ ଟିକେ ବଙ୍କା ହେଇଯାଉଛି। ଠିକ ଅଛି, ଦେଖନ୍ତୁ ଏଇଟା ସ୍କ୍ରାଚ ପଏଣ୍ଟ କରିଦେଲି, ଏପଟେ ଦେଖାଯିବ ନାହିଁ, ସେପଟେ ଦେଖାଯିବ। ଠିକ ଅଛି, ଏଇଟା ଲିଭେଇ ଦେଇକି ଆଉ ଥରେ କରିଦବା। ପିଲାମାନେ ଲିଭେଇ ଦବା, ଗୋଟେ ସର୍କୁଲା ଦେଖିବା କରିବାକୁ ଚେଷ୍ଟା କରିବା। ଯାହା ହଉ ଯେମିତି ହେଲେ କରିଥିଲେ। ଠିକ ଅଛି, ଏମିତି କରିଥିଲେ। ଏଇଟାକୁ କଣ କହନ୍ତି? ବର୍ତ୍ତୁଳାକାର ଦର୍ପଣର ଆପେରେଚର, ଯାହାକୁ ତୁମର ଓଡ଼ିଆରେ କୁହାଯାଏ ଦ୍ୱାରକ। ଆକୁ କଣ କୁହାଯାଏ? ଦ୍ୱାରକ। ଠିକ, ଯାହାକୁ ଆପେରେଚର କହିବା। ଏଇଠି ଗୋଟେ ମୁଁ ଗୋଟେ ଆକ୍ସିସ୍ ନଉଛି। ଠିକ ଏଇ ପଏଣ୍ଟକୁ କୁହାଯାଏ ପି ବା ପୋଲ କୁହାଯାଏ। ଏଇ ସର୍କଲ ଯଦି ଗୋଟେ ସର୍କଲ ହୁଏ, ଗୋଟେ ସେଣ୍ଟର ଥିବ। ଠିକ ଅଛି, ଏଇ ସେଣ୍ଟରକୁ କୁହାଯାଏ ସି। ଏମିତି ସି ଆଉ ପୋଲ ମଧ୍ୟରେ ଥିବା, ସି ଆଉ ପୋଲ ମଧ୍ୟରେ ଥିବା ଦୂରତାକୁ ପିଲାମାନେ, ଏଇ ଦୂରତାକୁ କଣ କୁହାଯାଏ? ମଝା ମଝି ପଏଣ୍ଟ କଣ କୁହାଯାଏ? ଫୋକସ କୁହାଯାଏ। କଣ କୁହାଯାଏ ପିଲାମାନେ? ଫୋକସ କୁହାଯାଏ। ଠିକ, ତାକୁ ଏଫ ସିମ୍ବଲ ଦ୍ୱାରା ଡିନୋଟେଡ କରାଯାଏ। ଆକୁ କଣ କୁହାଯାଏ? ଫୋକସ। ଏଇ ପଏଣ୍ଟ କଣ କୁହନ୍ତି? ଫୋକସ। ମଝା ମଝି କଣ? ଫୋକସ। ଠିକ, ଏଇ ସି କୁ କଣ କୁହାଯାଏ? ପିଲାମାନେ ବକ୍ରତା କେନ୍ଦ୍ର। ଠିକ, ଆଉ ପି ହେଲା ପୋଲ, ଏଇଟା ହେଲା ପୋଲ। ପୋଲ। ଠିକ, এইটা লিখে দଉଛି, এই লিখে ଦଉଛି ପି। ଠିକ,
ଏଇଟା ହେଲା ପୋଲ ବା ପି। ଠିକ ଅଛି। ଏମ ଏନ ହେଲା କଣ ପିଲାମାନେ? ଏମ ରୁ ଏନ, ଏମ ରୁ ଏନ କଣ ପିଲାମାନେ? ତୁମର ଯୋଉଟାକୁ ଆପେରେଚର କୁହାଯାଏ ବା ତାକୁ ଓଡିଆରେ କଣ କୁହାଯାଉଛି ପିଲାମାନେ? ଦ୍ୱାରକ। କଣ କୁହାଯାଉଛି? ଦ୍ୱାରକ। ଠିକ ଅଛି। ବୁଝିହେଲା? ଏମ ରୁ ଏନ, ଏଟା ଏନ ହେଲା। ଠିକ ଅଛି। ତେଣୁକରି ଏଇ ପଏଣ୍ଟ ଗୁଡ଼ିକ ବିଷୟରେ ଆମେ, ଠିକ ଅଛି, ଏଇଠି ଆମେ ଅବଜେକ୍ଟକୁ ଠିଆ କରିକି ଦେଖିବା। ଠିକ ଅଛି। ତେଣୁକରି ଯିବା ଗୋଟେ ଗୋଟେ କେସରେ କଣ କରିବା? ଅବଜେକ୍ଟକୁ ଠିଆ କରିବା ଆଉ ଦେଖିବା ତାହାର ପ୍ରତିବିମ୍ବ କେଉଁଠି ସୃଷ୍ଟି ହେଉଅଛି। ଠିକ ଅଛି। ଆର ପେଜକୁ ଯିବା ପିଲାମାନେ। ତାହେଲେ ଏଠି ମୁଁ ଗୋଟେ ବକ୍ସ କରିଦଉଛି, ତା ଅନୁସାରେ ଆମେ ବକ୍ସ ଆଗ କରିଦବା, ତା ଅନୁସାରେ କଣ କରିବା? ଆମେ ଚିତ୍ର ମଧ୍ୟ କରିବା। ଠିକ ଅଛି। ତେ ଏଠି ଲେଖିଲି ବସ୍ତୁର ପୋଜିସନ, ବସ୍ତୁ କୋଉଠି ରହିବ ଏଠି? ଠିକ। ବସ୍ତୁର ସ୍ଥାନ, ଠିକ। ଏଠି ଲେଖିଦେଲି ପ୍ରତିବିମ୍ବ, ପ୍ରତିବିମ୍ବ ସ୍ଥାନ, ଠିକ। ଏଠି ଲେଖିଦେଲି ପ୍ରତିବିମ୍ବର ଆକାର, ଏ ଲେଖିଦେଲି ପ୍ରତିବିମ୍ବର ପ୍ରକୃତି। ଠିକ ଅଛି। ଏଟା ବକ୍ସ କରିଦେଲେ କାର, ଏଟା ବହୁତ ସିଧା ହେଇଗଲା, ଲିପେଇ ଦେଇକି ସିଧା କରିଦବା ପିଲାମାନେ। ଠିକ। ପ୍ରଥମରେ ଆସିଲା ବସ୍ତୁଟି ଧର ଅନନ୍ତ ଦୂରତାରେ ଅଛି, ଅନନ୍ତ ଦୂରତାରେ ଅଛି। ତା ପ୍ରତିବିମ୍ବର ସ୍ଥାନ କୋଉଠି ସୃଷ୍ଟି ହବ? ନା ଫୋକସ ଟା ସୃଷ୍ଟି ହବ। କୋଉଠି ସୃଷ୍ଟି ହବ? ଫୋକସରେ ପ୍ରତିବିମ୍ବଟି ସୃଷ୍ଟି ହବ। ଆଉ ଏଟା ବହୁତ ଛୋଟ, ବହୁତ କ୍ଷୁଦ୍ର, ପୁରା କ୍ଷୁଦ୍ର, କ୍ଷୁଦ୍ର। ଠିକ ଅଛି। ବହୁତ ଛୋଟ ସୃଷ୍ଟି ହବ। ଆକାର ହେଲା କଣ? ବାସ୍ତବ, ମାନେ ତାକୁ ଛୁଇଁ ପାରିବା। ବାସ୍ତବ ଆଉ ଓଲଟା, ଓଲଟା ମାନେ ଓଲଟା, ଜାଣିପାରୁଛୁ? ଓଲଟା ମାନେ ଓଲଟା ହେଇଯାଇଥିବ ଆଉ, ମାନେ ମୁଣ୍ଡ ଉପରୁ ଗୋଡ ତଳୁ, ସେଇଭଳିଆ ଠିକ। ସେକେଣ୍ଡ କେସ୍ ଆସିଲା କଣ? ଧର ଫୋକ ଆମର ସି ଠାରେ ଠିଆ ହବ। ସି ମାନେ ଆମର ବକ୍ରତା କେନ୍ଦ୍ର ଠାରେ ଧର ବସ୍ତୁଟି ଅଛି। ତା ପ୍ରତିବିମ୍ବ କୋଉଠି ସୃଷ୍ଟି ହବ? ନା ଏଫ ଓ ସି ମଧ୍ୟରେ ସୃଷ୍ଟି ହବ। ଏଇଟା ବି ମଧ୍ୟ ସେଇ ଛିଦ୍ର ସୃଷ୍ଟି ହବ। ବହୁତ, ଆଉ ଟିକେ ବଡ ହବ, କିନ୍ତୁ ଇଏ ବହୁତ ଛୋଟ। ଫାର୍ଷ୍ଟ କେସରେ ବହୁତ ଛୋଟ, ଏଇଠି ତାର ଟିକେ ବଡ। ଏଠି ମଧ୍ୟ ବାସ୍ତବ ଓଲଟା ସୃଷ୍ଟି ହବ। ଥାର୍ଡ ହେଲା କଣ? ସି ଓ ଏଫ ମଧ୍ୟରେ ଠିଆ ହେଲେ ସି ବାହାରେ, ସି ର ବାହାରେ, କଣ ଏଟା? ସି ର ବାହାରେ ସମାନ ଆକାର, ସମାନ ଆକାର, ସମାନ ତାର ବସ୍ତୁର ଆକାର ସହ ସମାନ। ଏଠି ମଧ୍ୟ ପିଲାମାନେ ବାସ୍ତବ ଓଲଟା ସୃଷ୍ଟି ହବ। ଠିକ। ଥାର୍ଡ ଫୋର୍ଥ କେସରେ ଆସିବ, ଏଟା ଥାର୍ଡ କେସ୍, ଏଟା ଫୋର୍ଥ କେସରେ ଏଫ ଟା ଠିଆ ହେଲେ କୋଉଠି ସୃଷ୍ଟି ହବ? ନା ଏଟା କଣ? ସି ଠାରୁ ଦୂରରେ, ଠାରୁ ଟିକେ ଦୂରରେ, ଦୂରରେ। ଠିକ। ଏଇଟା ହେଲା ପିଲାମାନେ ସି ଠାରେ ଠିଆ କରିବା। ଗୋଟେ ସି ଠାରେ ଛାଡି ଦେଇଛେ ଆମେ, ତାହେଲେ ସି ଠାରେ ଟା ଛାଡି ଦେଇଛେ, ତା ତଳ ଲେଖିଦବା। ସି ଠାରେ ଠିଆ ହେଲେ, ସି ଠାରେ ଠିଆ ହେଲେ ସି ଠାରେ ସୃଷ୍ଟି ହବ ପ୍ରତିବିମ୍ବ। ପ୍ରତିବିମ୍ବର ଆକାର କଣ ହବ ପିଲାମାନେ? ପରିବର୍ଦ୍ଧିତ ହବନି ତ ସମାନ ହବ। ଏଠି ସମାନ ହବ ପିଲାମାନେ, ସମାନ ହବ, ଏଠି ସମାନ। ଏଠି ପିଲାମାନେ ସମାନ ନୁହଁ, ଏଇଟା ବଡ ହବ। ଏଇଟା କଣ? ବଡ ହବ, ବଡ। ଏଇଟା ସମାନ ହବ ବାସ୍ତବ ଓଲଟା। ଏଫ ଠାରେ ସୃଷ୍ଟି ହେଲା, ତାପରେ ପି ଓ ଏଫ ମଧ୍ୟରେ, ପି ଓ ଏଫ ପାଖରେ ଠିଆ ହେଲେ କୋଉଠି ସୃଷ୍ଟି ହବ? ପଛ ପଟରେ, ପଛ ପଟରେ। ଠିକ। ଏଠି କେମିତିଆ? ବହୁତ ବଡ, ବହୁତ ବହୁତ ବଡ ବା ପରିବର୍ଦ୍ଧିତ ଯୋଉଟା ଲେଖା ହେଇଛି। ଠିକ ଅଛି। ବହୁତ ବଡ ଆକାର ମଧ୍ୟ ଆଭାସୀ ହବ, ପିଲାମାନେ ଧରି ପାରିବାନି। ଆଭାସୀ କଣ? ମିରର ପଛପଟେ ଓ ଓଲଟା, ଓ ସଳଖ, ନାଇଁ ନାଇଁ ସଳଖ ହବ। କଣ ପାଇଁ? ନା ପଛପଟେ ସଳଖ, ଆଉ ସବୁ କେସ୍ ଓଲଟା ହବ। ଠିକ ଅଛି ପିଲାମାନେ, ଚିତ୍ର ଦ୍ଵାରା ଚାଲ ଏବେ ଗୋଟେ ଗୋଟେ କି ଚିତ୍ର କରିବା ଆଉ ବୁଝିବା। ଠିକ।
ଫାଷ୍ଟ କେସ୍ ଆସିଲା ଅନନ୍ତ ଦୂରତାରେ। ଅନନ୍ତ ଦୂରତାରେ ଧର ବସ୍ତୁଟି ଅଛି, ଠିକ ଅଛି। ତାହେଲେ ମୁଁ ଏଠି କଣ ଚିତ୍ର କରିଦଉଛି ପିଲାମାନେ, ଏଇଟା ହେଲା ଦର୍ପଣ, ଏଇଟା ହେଲା ଗୋଟେ ତାର ପ୍ରିନ୍ସିପାଲ ଆକ୍ସିସ୍ ଯାଇଛି। ଧର କଣ ହେଲା ଅନନ୍ତ ଦୂରତାରେ କଣ ହେଲା ବସ୍ତୁଟି ସୃଷ୍ଟି ହେଲା। ତାହେଲେ ଯଦି ଅନନ୍ତ ଦୂରତାରେ ବସ୍ତୁଟି ରହିଲା, ଏଇଟା ଧର ସି, ଏଇଟା ଧର ଫୋକସ୍, ଠିକ ଅଛି। ତେଣୁ ଅନନ୍ତ ଦୂରତାରେ ଧର ଗୋଟେ ରଶ୍ମି ଆଇଲା, ଠିକ। ଏଠି ମାଡ଼ ହେଲା ଦର୍ପଣରେ। ଆଉ ଗୋଟିଏ ସବୁ ଜାଗା ନେଇକି ଯିବି ତା ଭିତରେ ଦେଇ ପୋଲ ଦେଇ ପାସ୍ କରିବି, ଠିକ। ଏଇ ଯୋଉ ଦିଟା ଆକ ଇଏ ଯିବ ଏଇଟା କୋଉଠି ପାସ୍ କରିବେ ନା ଏଫ୍ ସିଧାରେ, ପିଲାମାନେ ଏଇ ଫୋକସ୍ ସିଧାରେ, ଫୋକସ୍ ସିଧାରେ ଏଠି ସୃଷ୍ଟି ହଉଛି ନା ନାଇଁ। ଇମେଜଟା ଏଇଟା ଫୋକସ୍, ଏଇଟା କଣ ପିଲାମାନେ ଫୋକସ୍, ଠିକ। ଫୋକସଟାରେ ହିଁ କଣ ହବ ସୃଷ୍ଟି ହବ ଇମେଜଟି। ଇମେଜଟି ଦେଖ ଏଠି ଓଲଟା ସୃଷ୍ଟି ହେଇଛି, ଓଲଟା ଦେଖ। ଆଉ ଗୋଟେ ଚିତ୍ର ଯାକ କରିଦଉଛି ଆଉ ଗୋଟେ କଲରିଂ ଦ୍ୱାରା। ଏଇ ଦେଖ, ଏଇ ଦେଖ ପିଲାମାନେ, ଏଇ ଇମେଜଟି ଏଇଠି ସୃଷ୍ଟି ହବ, ଏଇ ଫୋକସଟାରେ ସୃଷ୍ଟି ହବ। ଏଇଟା ହେଲା ଫୋକସ୍, ଏଇଟା ହେଲା ସି, ଠିକ ଅଛି। ଏଇଠି କଣ ହବ ଆମର ଇମେଜଟି ସୃଷ୍ଟି ହବ, ଇମେଜ ଯେମିତି ଓଲଟା। ଅନନ୍ତ ଦୂରତାରେ ରହିଲେ ତାର କଣ ସାଇଜ ଥିବ କି, ବହୁତ ବଡ ହେଇଥିବ। ଯେମିତି ସୂର୍ଯ୍ୟର ଆମକୁ କରିବି ପ୍ରତିବିମ୍ବ, ପ୍ରତିବିମ୍ବଟି କୋଉଠି ସୃଷ୍ଟି ହବ ନା ଫୋକସଟାରେ ହିଁ ସୃଷ୍ଟି ହବ, ଠିକ ଅଛି। ସେକେଣ୍ଡ କେସକୁ ଯିବା। ଏଠି ଚିତ୍ର କରିଦେଲି, ଏଠି ଆକ୍ସିସ୍ ନେଇଗଲି, ଏଇଟା ସ୍କ୍ରାଚ୍ କରିଦେଲି, ଠିକ ଅଛି ପିଲାମାନେ। ସେକେଣ୍ଡ କେସ୍ କଣ ଥିଲା ପିଲାମାନେ, ସେକେଣ୍ଡ ନମ୍ବର କେସ୍ ଥିଲା ଆମର ଯେତେବେଳେ କଣ ସି ଓ ସି ଠାରୁ ବାହାରେ, ସି ବାହାରେ, ସି ବାହାରେ, ଠିକ। ମାନେ ଏଠି ଧର ମୁଁ କହିଦେଲି ଏଇଟା ସି, ଏଇଟା ଏଫ୍, ଏଇଟା ଏଫ୍, ଏଇଟା ସି, ସି ର ବାହାରେ ମୁଁ ଠିଆ କରିଲି ଏଠି ଅବଜେକ୍ଟ, ଠିକ ଅଛି। ତା ଦେହରୁ ସିଧା ଗାର ଗୋଟେ ନବ, ସବୁବେଳେ କଣ କରିବ ସିଧା ଗାର ଗୋଟେ ନବ। ଆଉ ଗୋଟେ ଗାର ଡାଇରେକ୍ଟ କଣ କରିବ ପୋଲ, ପୋଲ ଦେହରେ ଡାଇରେକ୍ଟ ନେବ, ଠିକ ଅଛି। ତାହେଲେ ସି ଆଉ ଯେତେବେଳେ ସି ବାହାରେ ଯେତେବେଳେ କଣ ହେଇଥିବ ସୃଷ୍ଟି ହେଇଥିବ, ସେତେବେଳେ କଣ ହବ ବା ବସ୍ତୁଟି ଥିବ ତା ପ୍ରତିବିମ୍ବ କୋଉଠି ସୃଷ୍ଟି ହବ, ଚାଲ କରି ଦେଖିବା। ବୁଝିହେଲା। ତେଣୁକରି ସବୁବେଳେ ପ୍ରତିବିମ୍ବଟି ସି ଆଉ ଏଫ୍ ମଝିରେ ସୃଷ୍ଟି ହବ। ଦେଖ ଏଇଟା ଓଲଟା ସୃଷ୍ଟି ହଉଛି ନା ନାଇଁ, ଦେଖ ଏଇଟା କେମିତି ତା ମୁଣ୍ଡ ଉପରୁ ଥିଲା, ଆଉ ତା ଆର ମୁଣ୍ଡ ତଳକୁ ଗୋଟେ କହିଲାନି ଓଲଟା, ଓଲଟା ଓ ବାସ୍ତବ। ବାସ୍ତବ ପିଲାମାନେ କେମିତି, କାରଣ ଦେଖ ମିରର ଯୋଉ ପଟେ ଅଛି ଅବଜେକ୍ଟ ବା ଯୋଉ ପଟେ ତୁମେ ଠିଆ ହେଇଥିବ ସେଇପଟେ ହିଁ ଇମେଜ ସୃଷ୍ଟି ହେଲା। ତେଣୁକରି ଇମେଜର ପ୍ରତିବିମ୍ବ ସୃଷ୍ଟି ହେଲା, ତେଣୁକରି ବାସ୍ତବ ତାକୁ ଧରିପାରିବ। ବୁଝିହେଲା ନା ବୁଝିହେଲାନି। ତେଣୁକରି ଏଠି ଓଲଟା ବାସ୍ତବ, ଠିକ ଅଛି। ଆଗକୁ ଯିବା। ସି ଆଉ ଏଫ ମଧ୍ୟରେ, ନା ସିଟାରେ ଥିଲେ କୋଉଠି ସୃଷ୍ଟି ହବ ପ୍ରତିବିମ୍ବ, ସି ଓ ଏଫ ମଝିରେ, ଠିକ ଅଛି। ଏଇଟା କଣ ପ୍ରତିବିମ୍ବ, ଠିକ ଅଛି। ଆଗକୁ ଯିବା। ଥାନ କେସ୍ ଦେଖିବା। ଥାନ କେସରେ ମୁଁ ଚିତ୍ର କରିଦେଲି ଏଠି, ଏଇଟା ଆକ୍ସିସ୍ ନେଇଯାଉଛି, ଠିକ। ତାପରେ କେସ୍ ଆସିଲେ ଧର ଏଇଟା ସି, ଏଇଟା ଏଫ, ଠିକ। ନୂଆ ଗୋଟେ ଆଉ ଗୋଟେ କଲର ନେଇଯାଉଛି, ସେଥିରେ ମୁଁ କଣ କରିବି ବସ୍ତୁଟି କରିଦେବି, ଠିକ ଅଛି। ଧର ଏଇଠି ମୁଁ କଣ କଲି ବସ୍ତୁଟି ସି ଠାରେ ଠିଆ ହେଲା। ଥାର୍ଡ କେସ୍ କଣ, ସି ଠାରେ, ଠିକ, ସି ଠାରେ, ସି ଠାରେ, ସି ଠାରେ ଠିଆ କଲି। ତାହେଲେ ପ୍ରଥମେ କଣ କରିବି, ଗୋଟେ ପାର୍ଲାଲ ଲାଇନ ନେବି, ତାହେଲେ ଅଲଗା ଅଲଗା ଇଏରେ କରିଦଉଛି ପିଲାମାନେ ତୁମେ ଦେଖିବା ପାଇଁ। ପାର୍ଲାଲ ଲାଇନ ନେଲି ଏଠି, ଆଉ ଗୋଟେ ଲାଇନ କଣ ନେଲି ପୋଲ ଦେଇଯିବ, ଠିକ ଅଛି। ଯୋଉଟା ପାର୍ଲାଲ ସବୁବେଳେ ଫୋକସ ଦେଇ ଗତି କରେ, ପିଲାମାନେ ମନେ ରଖ। ଯୋଉଟା ପାର୍ଲାଲ ହେଇକି ଆସିବ ପିଲାମାନେ ସବୁବେଳେ ଫୋକସ ଦେଇକି ହିଁ ଗତି କରେ, ଠିକ। ଆଉ ଗୋଟେ ଲାଇନ ଏମିତି ଯିବ, ଏ ସି ସିଧାରେ ହିଁ ଟଚ୍ କରିବ, ଠିକ। ପିଲାମାନେ ଟିକେ ହାତରେ କରୁଛି, ପିଲାମାନେ ଟିକେ ଗଡବଡ ହେଇଯାଉଛି, ଟିକେ ଲିଭେଇଦବା, ଠିକ। ଆଉ ଥରେ କରିଦଉଛି।
ପିଲାମାନେ ସି ଠାରେ ସୃଷ୍ଟି ହବ, ହାତରେ କଲା ଗୋଟେ ଗଡ଼ବଡ଼ ଲେଖା, ତୁମେ ଏଠି ବାଲାନ୍ସ କରିଦବ। ଠିକ ଅଛି, ତେଣୁକରି ସି ଠାରେ ଥିଲେ ସି ଠାରେ ହିଁ ପ୍ରତିବିମ୍ବ ସୃଷ୍ଟି ହବ। ଠିକ ଅଛି, ଓ ସମାନ ଆକାର, କେମିତି ସମାନ ଆକାର ନା ନାଇଁ, ତାର ଓଲଟା, ଓ ଲଟା ନା ଓଲଟା ଅଛି, ସମାନ ଆକାର। ପିଲାମାନେ ଏଇଟା ଯାହା ହବ ଏଇଟା ସେଇଆ ହବ। ପିଲାମାନେ ଚିତ୍ର ଟିକେ ଗଡବଡ ଅଛି, ତମେ ଦେଖିବ। ଠିକ ଅଛି, ହାତରେ କଲା ବଙ୍କା ହେଇଯାଉ, ଏଇଟା ଓ କଲା ଓ। ଠିକ ଅଛି, ଥାର୍ଡ ନମ୍ବର କେସ୍, ତାପରେ କେସ୍ ଯିବା। ତାପରେ ହେଲା ସି ଓ ଏଫ ମଝିରେ ରହିଲେ, ମଝିରେ ଯଦି କଣ ରହିବ, ବସ୍ତୁ ରହିବ। କିଏ ରହିବ, ବସ୍ତୁ, ବସ୍ତୁ ଯଦି ରହିଲେ। ଠିକ, ତାହେଲେ ଚିତ୍ର କରିଦବା, କଲର ନେଇଯିବା ଅଲଗା। ଏଇଟା ତାର ସି, ଏଇଟା ଏଫ। ଠିକ, ଆ ମଝିରେ ମୁଁ ବସ୍ତୁକୁ ଠିଆ କରୁଛି। ଠିକ ଅଛି, ତାହେଲେ ଏଇଠି କଣ କରିବା, ଏଇ ଚିତ୍ର ଅଲଗା କଲର ନେଇଯାଉଛି, ରେଡ କଲର ନେଇଯାଉଛି। ଧର ଏଇଠି ଗୋଟେ ସମାନ ଆକାର ଗାର ଗଲା, ଆଉ ଗୋଟେ ଗାରଟା ପୁରା ପୋଲ ଦେଇକି ଯିବ, ଦିଟା ଗାର ନବ ସବୁବେଳେ। ସମାନ ଯୋଉଟା ଯଦି ପାର୍ଲାଲ ହେଇକି ଯାଇଥିବ ସେଇଟା ସବୁବେଳେ ଫୋକସ ଦେଇ ଗତି କରିବ, ଆଉ ଏଇଟା ପାର୍ଲାଲଟା ପୋଲ ପୋଲ ଦେଇଗଲା ସେମିତି ଗତି। ଠିକ, ଟିକେ ବଙ୍କା ହେଇଗଲା ପିଲାମାନେ, ଲିଭେଇଦବା। ଭାଇ ଯଦି ହାତରେ କରୁଛ ନା, ହଁ ଭାବିଦେବେ ଏମିତି ବାହାରେ ସୃଷ୍ଟି ହବ, ଆଉ ଆଠୁ ବଡ, ମାନେ ଇମେଜ ଠାରୁ ବଡ, ଏଇଟା ବସ୍ତୁ ଠାରୁ ବଡ। ଇମେଜ ଟା କେମିତି ବଡ ସୃଷ୍ଟି ହବ, ଟିକେ ରୁହ ପିଲାମାନେ। ବଡ ପ୍ରତିବିମ୍ବ ସୃଷ୍ଟି ହବ, ଓଲଟା, ଓଲଟା। ଠିକ ଅଛି, ସେଠୁ ବଡ ସୃଷ୍ଟି ହବ। ଠିକ ଅଛି, ଏଇଟା ବାସ୍ତବ ଧରିପାରିବା ନା ନାଇଁ। ଠିକ ଅଛି, ତାହେଲେ ସି ବାହାରେ କୋଉଠି ସୃଷ୍ଟି ହେଲା, ସି ର ବାହାରେ ସୃଷ୍ଟି ହବ ପ୍ରତିବିମ୍ବ, ବିମ୍ବ। ଠିକ ଅଛି, ଆଗକୁ ଯିବା। ଠିକ ଅଛି, ଦେଖ ଏଠି, ତାପରେ ଯିବା ଲାଷ୍ଟ କେସ୍ ଆସିଲା, ଯୋଉଠି ଲାଷ୍ଟ ନ ଫୋକସ ଠାରେ, ଫୋକସ ଠାରେ, ଫୋକସ ଠାରେ ଯଦି କଣ ରହିଲା, ବସ୍ତୁ ରହିଲା, ବସ୍ତୁ କୋଉଠି ଫୋକସ ଠାରେ ରଖିବା, ଫୋକସ ଠାରେ। ଚାଲ ଚିତ୍ରଟା କରିଦବା, ତାହେଲେ ଏଇଟା ହେଲା ଫୋକସ, ଏଇଟା ହେଲା ସି, ଏଇଠି ଠିଆ କଲେ। ଠିକ ଅଛି, ଠିକ ଅଛି, ଠିଆ କରିଦେଲେ। ତେଣୁକରି ଏଠୁ ଲାଇନ ନବା, ଏଠି ଗୋଟେ ଲାଇନ ନବା, ତେଣୁକରି ଏମାନେ, ଏଠି ଯେ ଲାଇନ ଆସିଲା ଫୋକସ ଦେଇ ପାସ୍ କରିବ, ଇଏ ତ ଏମିତି ଯିବ। ଠିକ ଅଛି, ଏମାନେ ପରସ୍ପର କେବେ ହେଲେ ଛେଦ କରିବେ ନାହିଁ, ବହୁତ ଅନନ୍ତ ଦୂରରେ। ତାହେଲେ ଇମେଜ କୋଉ ସୃଷ୍ଟି ହବ, ଅନନ୍ତ ଦୂରତାରେ, ଅନନ୍ତ ଦୂରତାରେ ସୃଷ୍ଟି ହବ ଇମେଜ ବା ପ୍ରତିବିମ୍ବ। ଠିକ ଅଛି, ଲାଷ୍ଟ କେସ୍ ଯିବା ପିଲାମାନେ, ଯୋଉଟା ସବୁ କରୁଥିବା ହେଲେ ଲିଭେଇ ଆଗକୁ ଯାଉଛି। ଠିକ, ଲାଷ୍ଟ କେସ୍ ଆସିଲା, ଇ ଓ ଏଫ ମଧ୍ୟରେ ଯଦି କଣ ରହିଥିବ, ବସ୍ତୁ ରହିଥିବ। କିଏ ନା ବସ୍ତୁ। ଠିକ, ତା ପ୍ରତିବିମ୍ବ କୋଉଠି ସୃଷ୍ଟି ହବ, ଚାଲ ଦେଖିବା। ପଛପଟେ, ଜାଣିଛେ ପଛ ପଟରେ କେମିତି ହବ ଦେଖିବା। ତେଣୁକରି ମୁଁ ତାର ଚିତ୍ର ଏଠି କରିଦେଲି ପିଲାମାନେ। ଠିକ, ତେଣୁକରି ଏଠି ରହିଲା ଫୋକସ, ଏଠି ହେଲା ସି, ବସ୍ତୁ। ଏଠି ହେଲା ଏ ସିଧା ଗାରଟା କେମିତି ଯିବ, ଏପଟେ ଯିବ କି, ଆଉ ଯିବନି। ତମେ ବସ୍ତୁର ପଛ ପଟରେ ୟା ଗୋଟେ ଏମିତି ଅଛି। ଠିକ, ତେଣୁକରି ଏମାନେ ଦିଟା ପଛ ପଟରେ ହିଁ କଣ କରିବେ, ସୃଷ୍ଟି କରିବେ ବସ୍ତୁର ଇମେଜଟିକୁ। ପିଲାମାନେ ବସ୍ତୁର ଇମେଜଟିକୁ ପଛ ପଟରେ ହିଁ ସୃଷ୍ଟି ହବ, ଆଗ ପଟରେ ସୃଷ୍ଟି ହେଇପାରିବ ନାହିଁ ପିଲାମାନେ। ଠିକ, ଏ ପଛ ପଟରେ ସୃଷ୍ଟି।
ପଛପଟରେ କଣ ହବ ସୃଷ୍ଟି ହବ ବସ୍ତୁର ଇମେଜଟି ଏଠି ପଛପଟେ ସୃଷ୍ଟି ହବ। ବୁଝିଗଲା ପିଲାମାନେ ଏଇଟା ଇମେଜ ଯିବ ପିଲା ସି ଦେଇକି ଯିବ ଆଡେ ଠିକ ଆଉ ଗୋଟେ ଏଠି ଯାଉଛି ସେ ଏମିତି ମାଡ଼ ହେଇକି ଏଠି ଏମିତି ଯିବ ଠିକ ଅଛି ଏଟା ଟିକେ ଲିଭେଇ ଦେବା ଆଉ ଥରେ କରିଦେବା ଲିଭେଇ ଦେବା ଆଉ ଏଇଠି ଧର ମୋର ଦର୍ପଣ ଅଛି ହେଲା ଗୋଟେ ଗାର ଏମିତି ନଉଛି ବସ୍ତୁକୁ ଏଠିଆ କରୁଛି ଠିକ ଅଛି ଆଉ ଗୋଟେ ଗାର ଏମିତି ନଉଛି ସେ ଗାରଟା ମାଡ଼ ହେଲା ପରେ ଏମିତି ଯିବ ଠିକ ଅଛି ଏଇଠି ସୃଷ୍ଟି ହବ ବସ୍ତୁ ଠିକ ଅଛି ପ୍ରତିବିମ୍ବ ଏଇଟା ବସ୍ତୁ ଏଇଟା ହେଲା ବସ୍ତୁ ବସ୍ତୁ ପିଲାମାନେ ଏଇଟା ପ୍ରତିବିମ୍ବ ପ୍ରତିବିମ୍ବ ମିରର ପଛପଟେ ସୃଷ୍ଟି ହେଇଛି ନା ନାଇଁ ପଛପଟେ ସୃଷ୍ଟି ହେଇଥିବାରୁ ଏଇଟା କଣ ହେଇଯିବ ତାକୁ ଧରିପାରିବା ତେଣୁକରି ବାସ୍ତବ ନୁହେଁ ହେଲା ଅବାସ୍ତବ ଆଭାସୀ ଆଭାସୀ ପ୍ରତିବିମ୍ବ ସୃଷ୍ଟି ହବ ଆଭାସୀ ଆଉ ସିଧା ନା ନାଇଁ ସିଧା ନା ସଳଖ ନା ସିଧା ଠିକ ନାହିଁ ଯେମିତି ବସ୍ତୁର ମୁଣ୍ଡ ଯୋଉପଟକୁ ଆଉ ମୁଣ୍ଡ ସେପଟେ ଠିକ ଅଛି ପିଲାମାନେ ତାହେଲେ ଏଇ କେସ୍ ଗୁଡ଼ିକୁ ତୁମେ ମେନସନ ଆଉଟ୍ କରିଦବ ଚିତ୍ର ସବୁ ଦେଖିଦବ ଠିକ ଅଛି ପିଲାମାନେ ଠିକ ତେଣୁକରି ଏଇ ଡାଟାକୁ ଆମେ ତାହେଲେ ଏଇଠି ଆମର କଣ ପିଲାମାନେ ଦର୍ପଣ କେମିତି ସୃଷ୍ଟି ହୁଏ ତା ବିଷୟରେ ଆମେ ଜାଣିଦେଲେ